ତାହାକୁ ମିଳିବ ସୁଭଦ୍ରା ଟଙ୍କା କହିଦେଲେ ସରକାର। ସାମ୍ନାକୁ ଆସିଲା ରିଜେକ୍ସନ ଲିଷ୍ଟ। ସୁଭଦ୍ରା ଯୋଜନା ନେଇ ବଡ଼ ଅପଡେଟ୍ ସାମ୍ନାକୁ ଆସିଛି। ଯେଉଁମାନଙ୍କର ବ୍ୟାଙ୍କ ଆକାଉଣ୍ଟରେ ସମସ୍ୟା ରହିଛି ସେମାନଙ୍କର ଲିଷ୍ଟ ଜାରି କରିଛନ୍ତି ରାଜ୍ୟ ସରକାର। କାହାର କେଉଁ ସମସ୍ୟା ରହିଛି ସେନେଇ ଏକ PDF ଜରିଆରେ ସବିଶେଷ ବିବରଣୀ ଦିଆଯାଇଛି। ଯେଉଁମାନେ ସୁଭଦ୍ରା ଟଙ୍କା ନ ଆସିବାକୁ ନେଇ ଚିନ୍ତାରେ ରହିଛନ୍ତି ସେମାନେ ଏହି ତଥ୍ୟ ଜରିଆରେ ତ୍ରୁଟିକୁ ସୁଧାରି ପାରିବେ। ଘରେ ବସି ସମ୍ପୂର୍ଣ୍ଣ ତଥ୍ୟ ଦେଖିପାରିବେ। ପ୍ରଥମେ ସୁଭଦ୍ରା ଯୋଜନା ପୋର୍ଟାଲକୁ ଯାଆନ୍ତୁ। ଏହାପରେ ତଳକୁ ସ୍କୁଲ କରି ବ୍ୟାଙ୍କ ଆକାଉଣ୍ଟ ସଚଳ କିମ୍ବା ଅପଡେଟ୍ ଆବଶ୍ୟକ ତାଲିକାକୁ କ୍ଲିକ କରନ୍ତୁ। ଏହାପରେ ରିଜେକ୍ଟିଭ ତାଲିକା ଆସିବ। ଏହି ଲିଷ୍ଟ ଦେଖିବା ପାଇଁ 3ଗୋଟି ବିବରଣୀ ଦେବାକୁ ହେବ। ଜିଲ୍ଲା, ବ୍ଲକ ଏବଂ ୱାର୍ଡ ଫିଲଅପ କରିବାକୁ ହେବ। ଏହାପରେ ଏଣ୍ଟର ଅପସନ କ୍ଲିକ କରିବା ପରେ NPCI ବିଫଳତା ତାଲିକା ଆସିବ। ଏକ PDF ଫାଇଲ ଆସିଲେ ପ୍ରଥମେ ତାହାକୁ ଡାଉନଲୋଡ କରନ୍ତୁ। ଏହି ଫାଇଲରେ ଗ୍ରାମ, ଆପ୍ଲିକେସନ ଆଇଡି, ନାମ, ସ୍ୱାମୀ କିମ୍ବା ବାପାଙ୍କ ନାମ ଏବଂ NPCI ଷ୍ଟାଟସ ଦେଖାଯିବ। କେଉଁ କାରଣ ପାଇଁ ରିଜେକ୍ଟ ହୋଇଛି ତାହା ମଧ୍ୟ NPCI ଷ୍ଟାଟସରେ ଉଲ୍ଲେଖ କରାଯାଇଛି। ତେବେ ଅଧିକାଂଶ ମହିଳାଙ୍କର ଆଧାରରେ ସମସ୍ୟା ଦେଖାଯାଇଛି।